ଗତକାଲି ଯେଉଁ ଭିଡ଼ିଓଟା ଭାଇରାଲ୍ ହେଇଥିଲା ଆଉ ସେଇ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତକାଲି ସରକାରଙ୍କ ତରଫରୁ ସିଲ୍ କରାଯାଇଥିଲା। ଆଜି ତାଙ୍କର ସେ ଯେଉଁ ଅଭିଯୋଗ ଅଛି ତା ଉପରେ ଖାଦ୍ୟ ଫୁଡ୍ ସେଫ୍ଟି ଅଫିସର ନିଜର ସାମ୍ପଲ୍ କଲେକ୍ଟ କରିଥିଲେ ଏବଂ ତାକୁ ସିଲ୍ କରାଯାଇଛି। ଉପସ୍ଥିତ ଥିଲେ। ମୋ ସହିତ ଉପସ୍ଥିତ ଥିଲେ ଆଡ଼ିସନାଲ୍ ତହସିଲଦାର, ପୋଲିସ ପ୍ରଶାସନ ତରଫରୁ ଉପସ୍ଥିତ ଥିଲେ ଏବଂ ଫୁଡ୍ ସେଫ୍ଟି ଅଫିସରଙ୍କ ତରଫରୁ ଖାଦ୍ୟ ଟେଷ୍ଟ ହେବାକୁ ଯାଇଛି। ନିଶ୍ଚିତ ଭାବରେ। ଯଦି ଠିକ୍ ପ୍ରମାଣିତ ହୁଏ ତାହେଲେ କ'ଣ? ଯଦି ଆଲିଗେସନ ଅଭିଯୋଗ ଅନୁସାରେ କିଛି ପ୍ରମାଣିତ ହୁଏ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ଆଇନଗତ କାର୍ଯ୍ୟାନୁଷ୍ଠାନ ସେସବୁ ଆମେ ଫୁଡ୍ ସେଫ୍ଟି ଅଫିସରଙ୍କ ଫୁଡ୍ର ଯେଉଁ ସାର୍ଟିଫିକେଟ୍ ଆସିଲା ପରେ କ'ଣ ଅଛି ଅପମିଶ୍ରଣ ଅଛି କି ନାହିଁ ରିପୋର୍ଟ ଆସିଲା ପରେ ଆମେ ଯାହା କହିପାରିବୁ। ବର୍ତ୍ତମାନ କିଛି ଆମେ ସଠିକ୍ ତଥ୍ୟ ଗତକାଲି ଯେଉଁ ଭିଡ଼ିଓଟା ଭାଇରାଲ୍ ହେଇଥିଲା ଆଉ ସେଇ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତକାଲି ସରକାରଙ୍କ ତରଫରୁ ସିଲ୍ କରାଯାଇଥିଲା। ଆଜି ତାଙ୍କର ସେ ଯେଉଁ ଅଭିଯୋଗ ଅଛି ତା ଉପରେ ଖାଦ୍ୟ ଫୁଡ୍ ସେଫ୍ଟି ଅଫିସର ନିଜର ସାମ୍ପଲ୍ କଲେକ୍ଟ କରିଥିଲେ ଏବଂ ତାକୁ ସିଲ୍ କରାଯାଇଛି। ଉପସ୍ଥିତ ଥିଲେ। ମୋ ସହିତ ଉପସ୍ଥିତ ଥିଲେ ଆଡ଼ିସନାଲ୍ ତହସିଲଦାର, ପୋଲିସ ପ୍ରଶାସନ ତରଫରୁ ଉପସ୍ଥିତ ଥିଲେ ଏବଂ ଫୁଡ୍ ସେଫ୍ଟି ଅଫିସରଙ୍କ ତରଫରୁ ଖାଦ୍ୟ ଟେଷ୍ଟ ହେବାକୁ ଯାଇଛି। ନିଶ୍ଚିତ ଭାବରେ। ଯଦି ଠିକ୍ ପ୍ରମାଣିତ ହୁଏ ତାହେଲେ କ'ଣ? ଯଦି ଆଲିଗେସନ ଅଭିଯୋଗ ଅନୁସାରେ କିଛି ପ୍ରମାଣିତ ହୁଏ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ଆଇନଗତ କାର୍ଯ୍ୟାନୁଷ୍ଠାନ ସେସବୁ ଆମେ ଫୁଡ୍ ସେଫ୍ଟି ଅଫିସରଙ୍କ ଫୁଡ୍ର ଯେଉଁ ସାର୍ଟିଫିକେଟ୍ ଆସିଲା ପରେ କ'ଣ ଅଛି ଅପମିଶ୍ରଣ ଅଛି କି ନାହିଁ ରିପୋର୍ଟ ଆସିଲା ପରେ ଆମେ ଯାହା କହିପାରିବୁ। ବର୍ତ୍ତମାନ କିଛି ଆମେ ସଠିକ୍ ତଥ୍ୟ